ଆପଣଙ୍କର ପରିଚୟଟା ଦେବେ ଆଜ୍ଞା? ମୋ ନାଁ ସମୀର କୁମାର ସିଂଦେଓ ଆଗଲପୁରର ମୁଇଁ। ଆଜ୍ଞା ଅଞ୍ଚଳରେ ଦୀର୍ଘ ଦିନ ଗୋଟେ ସ୍ୱପ୍ନଟେ ଆଜି ସାକାର ହେଇଛି ଆଜ୍ଞା, ଅବସରରେ କାଣା କହିବେ ଆପଣ ଅଞ୍ଚଳବାସୀ ହିସାବରେ? ପହଲା ତ ଧନ୍ୟବାଦ ଦେମା ଆମେ ଚିଫ୍ ଜଷ୍ଟିସ୍ ଆଗଲପୁରର ଯେତିକି ଓକିଲ ଅଛନ୍ ଆଉ ଆଜି ଯେତେ ଅତିଥି ଆସିଥିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଅଞ୍ଚଳ ଲାଗି ଗୋଟେ ବହୁତ ଖୁସିର ଖବର। ଏ ଆମର ଅଞ୍ଚଳରୁ ଲଇସିଙ୍ଗାକେ ଯେନ୍ମାନେ ଯାଉଥିଲେ ଯେତେ ହଇରାଣ ହେଉଥିଲେ ଆଉ ଯେତେ ସମୟ ତାଙ୍କର ଖର୍ଚ୍ଚା ହେଉଥିଲା ତାର ସାଙ୍ଗେ ସାଙ୍ଗେ ତାଙ୍କର ଯେତିକି ଟଙ୍କା ଖର୍ଚ୍ଚା ହେଉଥିଲା ସେସବୁ କିଛି କାଂଶରେ କମିଯିବା, ଅଧିକାଂଶ ସ୍ତରରେ କମିକିରି ସେମାନେ ଇନ ତାଙ୍କର ମୌଳିକ ସୁବିଧା ବି ପାଇପାରିବେ ଆଗଲପୁରରେ। ଆଉ ଆମର ଆଗଲପୁର ଲାଗି ବହୁତ ଖୁସିର ଖବର, ଗୋଟେ ଐତିହ୍ୟ ଦିନ ଆଜି। ଧନ୍ୟବାଦ ଦେମା ଆମେ ଯେନ୍ ଦିନ ନୋଟିଫିକେସନ୍ ହେଇଥିଲା ଆଗଲପୁର ଆଉ ଲଇସିଙ୍ଗାର ଲାଗି, ବିଗତ ସରକାରରେ ଲଇସିଙ୍ଗା ହେଇଯାଇଥିଲା ଜିଏମ୍ଏଫସି କୋର୍ଟ, ଆଜିର ସରକାରରେ ଆଗଲପୁର ଜିଏମ୍ଏଫସି କୋର୍ଟ ହେଇଛେ। ସେଥିର୍ଲାଗି ବହୁତ ବହୁତ ଧନ୍ୟବାଦ ଆମର ସ୍ଥାନୀୟ ବିଧାୟକ ମୁକେଶ ମହାଲିକ, ଏମ୍ପି ମହାରାଣୀ ସଙ୍ଗୀତା କୁମାରୀ ସିଂଦେଓ ତଥା ଏଥିରେ ଯେନ୍ମାନେ ସହଯୋଗ କରିଛନ୍ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୋ ନାଁ ରଘୁମଣି ସେठ, ଆଗଲପୁର। ମୁଇଁ ଏଚଡି ମାଷ୍ଟ୍ରର ଏପିପି ଅଛେ। ଆଜି ଯେନ୍ ଗୋଟେ ଖୁସିର ବିଷୟଟେ ଆଗଲପୁରରେ ଯେନ୍ ଜିଏମ୍ଏଫସି କୋର୍ଟଟା ହେଲା, ଅଞ୍ଚଳର ଲୋକମାନେ ବହୁତ ଉପକାର ପାଇବେ। ଆଉ ମୁଖ୍ୟତଃ ଆମର ଡବଲ ଇଞ୍ଜିନ୍ ସରକାର ଆଉ ମୁଖ୍ୟମନ୍ତ୍ରୀ ଆଉ ଡକ୍ଟର ମହାଲିକ ଦ୍ୱାରା ପ୍ରଚେଷ୍ଟାରୁ ଏ ଜିଏମ୍ଏଫସି କୋର୍ଟଟି ହେଇଛେ। ଆଉ ତାଙ୍କ ଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ। ଆଉ ମୁଇଁ ନିର୍ଦ୍ଧାରିତ ଥିଲା କିନ୍ତୁ କିଏ ନି କରିପାରୁଥି କିନ୍ତୁ ତାଙ୍କ ପ୍ରଚେଷ୍ଟାରୁ ଏ କୋର୍ଟଟା ହେଲା। ମୁଇଁ ଧନ୍ୟବାଦ ଜଣାଉଛି ଓଡ଼ିଶା ସରକାରଙ୍କୁ। The members of the respective bars, because without their support, assistance,